সেটা লোক বিচার করবে কিଏ ବିଶ୍ୱାସଘାତକ ଲୋକ ବିଚାର କରିବେ କିଏ କହିଛି କି ଚର୍ଚ୍ଚାରେ କ'ଣ ଚର୍ଚ୍ଚା ଯିଏ କରୁଛନ୍ତି ତାଙ୍କୁ ପଚାରିବେ କାଗଜରେ ଆସିଲା ଦଳ ବିରୋଧୀ କାମ ପାଇଁ ହେଇଛି ମୁଁ ତ କାଲି ନଥିଲି ଏଠି ମୁଁ ତ କାର୍ଯ୍ୟକ୍ରମ ଥିଲି ଆମର ଜଣେ ପୂର୍ବତନ ବିଧାୟକ ମରିଗଲେ ଆଉ ଗୋଟେ ପଞ୍ଚାୟତର ପ୍ରୋଗ୍ରାମ ଥିଲା ମୁଁ ସେଠି ସାରିକି ରାତି 12ଟା ବେଳେ ପହଞ୍ଚିଲି ବିଜେଡି ଏକ ରାଜନୈତିକ ଦଳ ସିଏ ତାଙ୍କ ପଦକ୍ଷେପ ନେଇପାରିବେ ତାଙ୍କ ପଦକ୍ଷେପ ନେବା ପାଇଁ ତାଙ୍କର କ୍ଷମତା ଅଛି ସେ ନେବେ ଦୁର୍ନୀତିଖୋର ବିଶ୍ୱାସଘାତକ ଏଇ ଯୋଉ ଦିଟା ବଡ ଅଭିଯୋଗର ଆଖ୍ୟା ନେଇକି ଦୁର୍ନୀତିଖୋର ବିଶ୍ୱାସଘାତକ ବୋଲି ଆପଣଙ୍କୁ ଆଖ୍ୟା ଦିଆଗଲା କଣ ଦିଆଗଲା ଦୁର୍ନୀତିଖୋର ବିଶ୍ୱାସଘାତକ ବିଶ୍ୱାସଘାତକତା କ'ଣ ହେଇଛି ସେ କହିବେ ନା ଯେଉଁମାନେ ଆଖ୍ୟା ଦେଲେ ସେମାନେ କହିବେ ସେ ସମ୍ପର୍କରେ ଏଇଟା ହେଲା ବିଶ୍ୱାସଘାତକତା ଏଇଟା ହେଲା ଦୁର୍ନୀତି ସେଟା ସେ କହିବେ ମୋ ଜାଣିବାରେ ଏଭଳି କୌଣସି ଘଟଣା ତ ଘଟିନି କିନ୍ତୁ ତାଙ୍କ ପାଖରେ ତଥ୍ୟ ଥିବ ସେମାନେ କହିପାରିବେ ନା ତ ଆମେ କେମିତି ଜାଣିପାରିବେ ଲୋକ ବି କେମିତି ଜାଣିବେ ଲୋକ ବି ଅପେକ୍ଷା କରିଛନ୍ତି ସେଟା ଜାଣିବା ପାଇଁ ପ୍ରକୃତରେ ଓଡ଼ିଶାର ଲୋକ ଅପେକ୍ଷା କରିଛନ୍ତି ସେଟା ସେମାନେ ତାର ବ୍ୟାଖ୍ୟା କରିକି ତାର ତଥ୍ୟ ରଖିବା ଦରକାର ତାଙ୍କୁ ଯେଉଁମାନେ ଏକଥା କଲେ ତାଙ୍କୁ ପଚାର କାହିଁ କଲେ ବୋଲି ମତେ ଯୋଉ ପ୍ରଶ୍ନ ପଚାରୁଛି ସେ ପ୍ରଶ୍ନଟି ତାଙ୍କୁ ପଚାରିବା ଦରକାର କିଏ ଅଭିଯୋଗ କରିଛନ୍ତି କାହା ପାଖରେ ଗୁଇନ୍ଦା ରିପୋର୍ଟ ଅଛି ସେମାନେ କହିପାରିବେ ମୁଁ ତ କହିପାରିବିନି ସେ ସମ୍ପର୍କରେ ଗୁଇନ୍ଦା ରିପୋର୍ଟ ବିରୋଧୀ ଦଳ ପାଖକୁ କେମିତି ଆସିବ ଗୁଇନ୍ଦା ରିପୋର୍ଟ ତା ମୋହନ ମାଝୀଙ୍କ ପାଖକୁ ଯିବ ସାର୍ କିନ୍ତୁ କୁହାଯାଉଛି ଯେ ଯୋଉ ଓଡ଼ିଶାରେ ଗୋଟେ ନୂଆ ଆଞ୍ଚଳିକ ଦଳ ଗଠନ ହବ ଆପଣ କିଛି ବିଜେଡି ଅସନ୍ତୋଷ ନେତା ଆପଣମାନଙ୍କୁ ବାରମ୍ବାର ଭେଟୁଛନ୍ତି ଆସୁଛନ୍ତି ଅନ୍ୟ ଲୋକମାନେ ଭେଟୁଛନ୍ତି ଆସୁଛନ୍ତି ଆଲୋଚନା ହେଉଛନ୍ତି ଏଇ କଥାକୁ ନେଇକି ଆପଣ ଯେହେତୁ ଗୋଟେ ବିଦ୍ରୋହୀ ହେବେ ସେଥିପାଇଁ ଗୋଟେ ଏମିତି ଗୋଟେ କାର୍ଯ୍ୟାନୁଷ୍ଠାନ ନିଆଗଲା ସେଥିପାଇଁ ସେକୁ ବିଶ୍ୱାସଘାତକ ଶବ୍ଦକୁ ସେମାନେ ଯୋଡ଼ିଲେ ତାଙ୍କ ପ୍ରେସ୍ ଆସୁଛନ୍ତି ତ ସମସ୍ତେ ଆଲୋଚନା କରୁଛନ୍ତି ପ୍ରଥମ କଥା ହେଉଛି ଦଳ ସମ୍ପର୍କରେ କିଛି ଆଲୋଚନା ନାହିଁ ନୂଆ ଦଳ ସମ୍ପର୍କରେ କିଛି ଆଲୋଚନା ନାହିଁ ଜିରୋ ମୁଁ ଆର୍ଥର ତ ସମସ୍ତଙ୍କୁ ଏଠି କହିଦେଲି ସମସ୍ତେ ଆଗରେ କହିଥିଲି କିନ୍ତୁ ଆସୁଛନ୍ତି ସମସ୍ତେ ଭେଟୁଛନ୍ତି ସେ କଂଗ୍ରେସ ହଉ ବିଜେଡି ହଉ ବିଜେପି ବାଲା ବି ହୁଅନ୍ତୁ ସମସ୍ତେ ଆସୁନାହାନ୍ତି ବସି ରାଜନୈତିକ ମିତ୍ରତା ଅଛି ସମସ୍ତେ ଆସିବେ ବସିବେ କଥା ହେବେ କଥା ହେବା ପାଇଁ ଆମର ଅଛି ଆପଣଙ୍କ ପୁଅ ପ୍ରଥମଥର ବିଧାୟକ ହେଲେ ରାଜନୀତିରେ ଅଧିକ ଦିନ ବି ହେଇନି କିନ୍ତୁ କିଛି ବର୍ଷ ପୂର୍ବେ ଆପଣଙ୍କ ସହ ଯାହା ବିଜେଡି କରିଥିଲା ସେଇଭଳି ଘଟଣା ପୁଅଙ୍କ ସହ ବି ଘଟିଥିଲା ନବୀନ ମୋର ଶୁଣିବା ଭିତରେ ଟିକେଟ ପାଇଲା ବେଳେ ଗୋଟେ ଖବର ପଠେଇଦେଲେ ଯେ convey my regards to your father. How is he? ମିଡ଼ିଆ ବି ସମସ୍ତେ ଜାଣିଛନ୍ତି ତା ଛଡ଼ା ଆଉ କିଛି ମୁଁ ଜାଣିନି ସେଟା ତାଙ୍କୁ ପଚାରିବ ସେ ଆସିଲେ ସେ ତାର ପ୍ରୋଗ୍ରାମ ଯାଇଛି ଆସିଲେ ପଚାରିବ ଭେଟିବ କି ନାହିଁ ସେ ଗୁଇନ୍ଦା ରିପୋର୍ଟଟା ଖୋଜ ଯାଇକି ମୁଁ ବି ତ ଆଶ୍ଚର୍ଯ୍ୟ ହେଇଗଲି ମୁଁ ବି ଜାଣିନଥିଲି ଏମିତିଆ ଘଟଣା ହେଉଛି ମୁଁ ଗୋଟେ ଅନ୍ୟ କାର୍ଯ୍ୟକ୍ରମ ଥିଲି କିଛି ଶୁଭିଲାନି ବାଜା ଫଜା ବାଜୁଥିଲା ଗୋଟେ ପ୍ରସେସନ୍ ହେଉଥିଲା ତାପରେ ମୁଁ ଆସି ଶୁଣିଲି ତାପରେ ଡେଡ୍ ବଡି ପହଞ୍ଚିଲା କୋଳମୁଣ୍ଡା ନେଚୁରାଲି ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେଇଯିବ ମୁଁ ହଠାତ୍ କହିଲି ମୋତେ କିଛି ନଥିଲା ସେ ତ ତା ଦଳ କାର୍ଯ୍ୟକ୍ରମ ଅଞ୍ଚଳରେ କରେ ଦଳ ମୁଁ ସେ ବିଷୟରେ ଯାହା ଖବର ପାଏ ମୁଁ ତ ଯାଏନି ସେଠିକି କିନ୍ତୁ ଖବର ପାଏ ଦଳର ପ୍ରତିଷ୍ଠା ଦିବସ ହଉ ଦଳର ପଦଯାତ୍ରା ତ କରେ ବାକି ଯେଉଁମାନେ କହୁଛନ୍ତି ବିଶ୍ୱାସଘାତକତା ସେମାନେ କହିପାରିବେ ନା ମୁଁ ଜାଣିନି କାହାର ଚକ୍ରାନ୍ତ ଅଛି ମୋ ପାଇଁ ଜାଣିବା କଷ୍ଟ ଡାଇରେକ୍ଟର ଇଣ୍ଟେଲିଜେନ୍ସ କହିପାରିବେ କିଛି ନେତା କାଲି ବିଜେଡିର ସାଙ୍ଗେ ସାଙ୍ଗେ ଆସିଲେ ମିଡିଆରେ ବାଇଟ୍ ଦେଲେ କି ଦୁର୍ନୀତିଖୋର ବିଶ୍ୱାସଘାତକ ଥିଲେ ସେଥିପାଇଁ ଦଳର ମୁଁ କାଲି ରାତିରେ ପହଞ୍ଚିଲା ପରେ ଦେଖିଲି କିଛି ବିଜେଡି ନେତା ତାକୁ ଫୋନ କରିଛନ୍ତି ତାକୁ କ'ଣ କହିଲେ ମୋତେ ସବୁ ଫୋନ୍ କରିଥିଲେ ଏ କଥା ବି କହିଲେ
सर एरिया तो कालिया पड़े ये जो एक्शन करे एरिया लोक बा समर्थक माने कौन सा केमती एरिया खाली विषम रही अन्य कार्यक्रम था गोटे एक्सएमएल मृत्यु आ गोटे था यज्ञ कार्यक्रम एरिया जी थे समस्ते सब दुखित पाटकुरा संगठन पर किसी प्रभाव पड़ेनि अरविंद महापात्र को राजनीतिक कैरियर में किसी प्रभाव पड़ेनि पाटकुरा किसी पड़ा भाई मत लगुनि पाटकुरा समस्त बीजेडी वाला तो साथ अच्छा प्रभाव पड़ा लोक सर आपनकर आगे सूचना नहीं आपन सब हटितला जेंति सेंटे नहीं 25 वर्ष तौर कथा गला ना सब आज अच्छी सब बीजेडी मन पड़ी जो 25 वर्ष तळ कथा कार मोर तो 5 वर्ष तौर कथा मन पड़नी କିନ୍ତୁ ଉଣା ଦେଇକି ଚର୍ଚ୍ଚା ହଉଛି ଯେ ବାପାଙ୍କ ପାଇଁ ପୁଅ ଉପରେ ଆକ୍ସନ ହେଲା এই କଥା बापा को तो बापा तो किसी भूल करना या भीतर किसी बापा का मर्डर करना भीतर की ସେଠୁ କୁହାଯାଉଛି ଆପଣ ମୁଖ୍ୟମନ୍ତ୍ରୀ ସହିତ ଭେଟ कहली परा भेट मुख्यमंत्री साथ से बाबद किसी कथा है मो समस्त कही मुख्यमंत्री कहली सबू दलर नेता बीजेडी हो बीजेपी हो जो सरकार अच्छे सी हो राजनीतिक मित्र तो समस्या रही समस्या भेटघाट हम कथबार्ता हम कि दल विषय में कहली आदौ को खंडन करने दल विषय कौन ଭୟ ଭୟ ଥିଲା କି ଯଦିଓ ରାଜନୈତିକ ଚର୍ଚ୍ଚା ଆଲୋଚନା ହେଇନଥିଲା जहाँ पाखे थिला पचारे से कहे कौन है लोक विचार कर किए विश्वासघात लोक विचार कर आउडे चर्चा होची बारंबार अरविंद महापात्र मीडिया कहले कि नवीन मो नेता पांड्या नो नवीन मो नेता आ जति दुर्नीति को धरे रही तो वर्तमान गवर्नमेंट धरू एक्शन लो डाटा खटकी लगी बीजेपी से विधान सर कहते सुन से बीजेपी को सरकार को आखिर रखी कहते सब अभियोग कर साहस अच्छी कर साधारण भाव में ये प्रश्न उठो मुझे जान नहीं ये बयान तो किसी खेती बयान नहीं से कौन नब से आसले कह नहीं से तार कार्यक्रम जाए गुड़ाए कार्यक्रम अच्छे तार एरिया एरिया भितर स्कूल कार्यक्रम अन्य कार्यक्रम बहुत अच्छे से तो विधायक भाव काम कर अंचल ना विधायक जे निर्वाचित होती अंचल सेवा कर अंचल लोक कथा बुझ से तो काम कर भविष्य कथा किए कहीपर काली सका कौन हम बात्या हम यहाँ मुझे कहीपर ना ये मौसमी कहीपर कल बात्या हम किए कहीपर कौन से दल भितर गोटे कोण ठेसा रही भूमिका अपेक्षा कर कौन तक भूमिका रौन हम आ कौन हम केत कथा घटो से कौन आज कह तापर तो सेमती कुछ अभियोग नतला सेमती कौन से अभियोग नतला बिना अभियोग कार्यानुष्ठान अन्याय नुहे कि अरविंद बिना अभियोग कार्यानुष्ठान हवा उचित नहीं चर्चा नवीन पट्टनायक विजय महापात्र विजेडी दायित्व नि किसी विजेडी विधायक चाहूले जोगसूत्र करुले अरविंद महापात्र जहाँ पांड्यान चयन कर अरविंद महापात्र से कौन के नवीन को भेटिक कह मो संपर्क से किसी आलोचना कर राज्यसभा को लेकिन किसी प्रश्न चलते ये राज्यसभा को लेकिन रास्ता सफा करने कौन है आकलन करने कष्ट जो मैंने अच्छा से कॉरिडोर भितर से मु तो आगु कही राज्यसभा निर्वाचन पंचायत निर्वाचन 2026 मसीहा ये तो आगु कही सब कि भीतर कथा कौन चलते आकलन तो मुझे पार्टी लाइन मैंने कौन पार्टी पार्टी लाइन कौन विधानसभा को जाऊला विधानसभा मीटिंग जाऊला शंख भवन को जाऊला पार्टी लाइन कौन ताठू अधिका लाइन कौन नवीन पा कल कहले दस्तखत निष्पत्ति कार दस्तखत अन्य के दस्तखत कटनी
এই সরকার ଥିଲାବେଳେ ଥିଲା ନବୀନଙ୍କ ଆସନ ପାଣ୍ଡିଆନଙ୍କ ଶାସନ ସରକାର ଗଲା ପରେ କ'ଣ ସେଇ ପ୍ରଚଳିତ ବ୍ୟବସ୍ଥା ଲାଗୁ ରହିଛି? ତାଙ୍କ ବ୍ୟବସ୍ଥା କ'ଣ ରହୁଛି କେତେ ପ୍ରଶ୍ନ ବାହାରୁ ବାହାରେ କେତେ ପ୍ରଶ୍ନ ଉଠେ କିଏ ଚଲାଏ ଦଳକୁ କିଏ ନିଷ୍ପତ୍ତି ନିଏ ସେଟା ବାହାରେ ସବୁ କଥାବାର୍ତ୍ତା ହୁଅନ୍ତି ବାସ୍ତବ କଥାରେ ଯେଉଁମାନେ ସେଠିକି ଯାଉଥିବେ ସେମାନେ କହିପାରିବେ ମୁଁ ତ ଯାଏନି କି ମୁଁ କହିପାରିବି ପଲିଟିକ୍ସ ଆରମ୍ଭ କରୁ କରୁ ଆପଣଙ୍କ ପୁଅ ସସ୍ପେଣ୍ଡ ଇମ୍ପାକ୍ଟ ପକେଇବନି ତାଙ୍କ ଉପରେ କାହାକୁ ଅରବିନ୍ଦ ମହାପାତ୍ର ଓଡ଼ିଶା ସାରା ଲୋକ ଜାଣିଲେ ଏଇଟା ଭଲ ହେଲା କ'ଣ ଭଲ ଆଉ he could reach that stage ସେ ଷ୍ଟେଜରେ ଓଡ଼ିଶାରେ ଅନ୍ତତଃ ସେ ପହଞ୍ଚି ପାରିଲା ଏଇଟା ଭଲ କଥା ହେଲା ଏତେ ଇମ୍ପୋର୍ଟାନ୍ସ ଦେବା ଭଲ କଥା ନୁହେଁ ଆପଣଙ୍କୁ ଟିକେ ଖରାପ ଲାଗେ ନା ନା ମୋ ସାଙ୍ଗରେ ତା କଥାକୁ କାହିଁ ମୁଁ ତୁଳନା କରିବି ଆଗାମୀ ଭବିଷ୍ୟତ ନୂଆ ଆଞ୍ଚଳିକ ଦଳ ନା ଜାତୀୟ ରାଜନୀତି ମୋବାଇଲ ମୁଁ ଆଗରୁ ନୂଆ ଆଞ୍ଚଳିକ ଦଳ କଥା ମୁଁ ବାରବାର ଏଠି ଏବେ ବି କହୁଛି ସେଇଟା ପୁଣି ରିପିଟ୍ କରୁଛୁ ଆଗରୁ ବାରବାର ଏଠି କହିଛି ନୂଆ ଆଞ୍ଚଳିକ ଦଳ କିଏ କରୁଥିବ କ'ଣ କରୁଥିବ ମୁଁ ଜାଣିନି ମୋ ସାଙ୍ଗରେ କିଏ ଆଲୋଚନା କରେ କି ମୁଁ ସେ ମାଇଣ୍ଡରେ ନାହିଁ ଏଟା ମୁଁ ଆଗରୁ ଏଠି ସ୍ପଷ୍ଟ ଭାବରେ କହିଛି ଅସ୍ପଷ୍ଟ ନୁହେଁ ନବୀନ ନିବାସରେ ଧ୍ରୁବ ସାହୁ ଆଉ ଗଣେଶ୍ୱର ବେହେରା ଅର୍ଥନ ସରକାରୀ ରହିବା ଏହା ପରେ ପରେ ନିଲମ୍ବନ ଆଦେଶ ଆସିବା ଲାଗୁଛି କିଛି ଗୋଟେ ଷଡ଼ଯନ୍ତ୍ର ହେଇଛି ମୁଁ ଜାଣିନି କିଛି ଷଡ଼ଯନ୍ତ୍ର ଥାଇପାରେ କିନ୍ତୁ ସେଟା ମୁଁ ଜାଣିନି କ'ଣ ହେଉଥିଲା କାଲି ସେଠି କେନ୍ଦ୍ରାପଡ଼ା ବିଜେଡି ନେତା ଅରବିନ୍ଦଙ୍କ ଉପରେ ଖୁସି ନଥିଲେ ପାର୍ଟି ଲାଇନରେ ସେ ନାହାନ୍ତି ବୋଲି ବାରମ୍ବାର ନବୀନ ନିବାସ ଯାଇ ଅଭିଯୋଗ କରୁଥିଲେ ବୋଲି କେନ୍ଦ୍ରାପଡ଼ା ନେତା ଅରବିନ୍ଦ ମହାପାତ୍ରଙ୍କ ପାର୍ଟି ଲାଇନରେ କାମ କରୁନାହାନ୍ତି କାର୍ଯ୍ୟକଳାପ ଠିକ ନାହିଁ ପାର୍ଟି ପରେ ନାହାନ୍ତି ବୋଲି ଅଭିଯୋଗ କରୁଥିଲେ ନବୀନ ନିବାସ ଯାଇକି ମୁଁ ଜାଣିନି ମୋର ତ କାଲି ରାଜନଗର ଏମ୍ଏଲ୍ଏ କେନ୍ଦ୍ରାପଡ଼ାରେ ଭେଟ ହୋଇଥିଲେ ମୋ ସାଙ୍ଗେ କଥା ହେଉଥିଲେ କଥା କିଛି କହୁନଥିଲି ସାର୍ ଆପଣ ନେତାଙ୍କୁ ଭେଟିବା ଭୟ ଟିକେ ଯାଇଲା ନେତାଙ୍କୁ ଭେଟିଲେ ସେ ଭୟ ଟିକେ ଘେରିଲା ବୋଧେ କାହାକୁ ଭେଟିଲେ ଆପଣ ବିଭିନ୍ନ ନେତାଙ୍କୁ ଭେଟିଥିଲେ ନବଦାସ ପୁଅଝିଙ୍କୁ ମଧ୍ୟ ଭେଟିବାର ନବଦାସ ପୁଅଝିଙ୍କୁ ମଧ୍ୟ ଭେଟିବାର ଖବର ଆସୁଥିଲା ଏବଂ ଦିଲ୍ଲୀପ ଦିଲ୍ଲୀପ ରାୟ ବିଜେପିକୁ ଗଲା ପରେ 50 ଥର ଆସି ସମସ୍ତଙ୍କ ଉପସ୍ଥିତିରେ କିଏ ନ ଜାଣିଛି ସେ କଥା ମିତ୍ର ରାଜନୈତିକ ମିତ୍ରତା ବନ୍ଧୁତା ରହିବନି ଦିଲ୍ଲୀପ ରାୟ ରାଜ୍ୟସଭାକୁ ଚାହୁଁଥିଲେ ଚତୁର୍ଥ ସେ ବିଷୟରେ ନିଷ୍ପତ୍ତି ତାଙ୍କର ନେଉ ଦିଲ୍ଲୀପ ରାୟ ବିଜେପିରେ ଅଛନ୍ତି ସେ ନିଷ୍ପତ୍ତି ସିଏ ନେବେ ତାଙ୍କ ପାର୍ଟି ନେବ କିନ୍ତୁ ମୋ ପକ୍ଷେ ତ 50 ଥର ଆସିଛନ୍ତି ବିଜେପି ଅନ୍ୟ ନେତାମାନେ ବି ଆସିଛନ୍ତି କଂଗ୍ରେସ ଦଳର ଅନ୍ୟ ନେତାମାନେ ବି ଆସିଛନ୍ତି ବିଜେଡିରେ ବି ଆସିଛନ୍ତି ରାଜନୈତିକ ମିତ୍ରତା ସବୁଠୁ ସେମାନେ କ'ଣ ଭେଟୁନାହାନ୍ତି ସମସ୍ତେ ସମସ୍ତଙ୍କୁ ଭେଟୁଛନ୍ତି ରାଜ୍ୟସଭା ଯିବା ପାଇଁ ବିଜୟ ମହାପାତ୍ରଙ୍କ ସହାୟତା ଲୋଡୁଥିଲେ ଚର୍ଚ୍ଚା ଗୋଟେ ହଉଛି କ୍ରସ୍ ଭୋଟିଂ ଦ୍ୱାରା ସେଥିପାଇଁ ନିଲମ୍ବନ ବି କୁହାଗଲା ରାଜ୍ୟସଭାରେ ରାଜ୍ୟସଭା ତ ମାନେ ନିଷ୍ପତ୍ତି ହେଇନି ସେ କଥା ଯାଇନି ଗଲାବେଳକୁ ସବୁ ଜଣାପଡ଼ିବ କ'ଣ ହବ କିନ୍ତୁ ତ ରାଜ୍ୟସଭା ନୋଟିଫିକେସନ ହେଇନି ସେ ଚର୍ଚ୍ଚା କୋଉଠି ହବ ନବୀନଙ୍କ ନିଷ୍ପତ୍ତିକୁ ପାଟକୁରା ବିଜେଡି କର୍ମୀମାନେ ବିରୋଧ କରିବେ ପାଟକୁରା ତ ବିଧାୟକ ଯାଇଛନ୍ତି ଆସିଲା ଫେରିଲା ପରେ ଜଣାପଡ଼ିବ ଆପଣ କ'ଣ ପରାମର୍ଶ ଦେବେ ମୁଁ ତ ପରାମର୍ଶ ଦେବି ଦଳ କାମ କରିବ ଲୋକଙ୍କ କାମ କରିବ ଦଳ କାମ କେମିତି କରିବେ ନିଲମ୍ବନ ହେଇଛନ୍ତି ଆପଣ ନିଲମ୍ବନ ପାଇଁ ତ ଦଳୀୟ କାମ ଏବେ କେମିତି କରିବେ ଯେଉଁମାନେ ଦଳ ଲୋକ ସବୁ ତା ସାଙ୍ଗରେ ଅଛନ୍ତି ତାଙ୍କ କଥା କିଏ ବୁଝୁଛନ୍ତି ନବୀନ ଶଙ୍ଖ ଚିହ୍ନ ଏବଂ ଜନସମର୍ଥନ ଆପଣଙ୍କ ପକ୍ଷେ କେଉଁଠି ଗୁରୁତ୍ୱପୂର୍ଣ୍ଣ ହଁ ଗୋଟେ ପାଖେ ନବୀନ ଗୋଟେ ପାଖେ ଶଙ୍ଖ ଚିହ୍ନ ଆଉ ଗୋଟେ ପାଖେ ଆପଣଙ୍କ ପକ୍ଷେ ଜନସମର୍ଥନ କେଉଁଠି ଗୁରୁତ୍ୱପୂର୍ଣ୍ଣ ସେ ଅଞ୍ଚଳର ସେବା କରିବ ସେ ଯେଉଁ ଅଞ୍ଚଳବାସୀ ତାକୁ ଭୋଟ ଦେଇଛନ୍ତି ତାଙ୍କ ସେବା କରିବ अधिक खबर पाई आम चैनल को लाइक शेयर और सब्सक्राइब करंतु।